କେବେ କିଛି କହିପାରେନି ତାଙ୍କ ପାଇଁ ସମସ୍ୟା ନାହିଁ ତାଙ୍କ ପାଇଁ ସବୁ କିଛି କର କିନ୍ତୁ କେବେ କିଛି କହିପାରେନି କାନ୍ଦିଥିଲି ଯେ ବହୁତ ଦୁଃଖ ଲାଗେ ମାନେ ମୋ ମିଛ ପାଇଁ ଜଣକ ଆଖିରେ ଲୁହ କାନ୍ଦି କାନ୍ଦି ଏବେ ମୁଁ ଥିଲି ଚିରି ଦିଅ ଓ ମାଇ ଗଡ୍ କଙ୍କଡା ବଡ କଙ୍କଡା ଆଉ କିଛି ଗିଫ୍ଟ ରହିଲା ଯୋଉଟା କି 3 ଦିନ 6-7ଟା ଖଣ୍ଡେ ହଉ ଦେଖାଯାଉଛି ଇୟରଫୋନ ମୋବାଇଲ ଦିଆହେଲା ଫୋନ ଗୀତ ଶୁଣିବନି ସା ବାବୁ କାନ ଖରାପ ହେଇଯିବ ନା ଦାୟିତ୍ୱ ନିଆ ହଉଛି ଖରାରେ ପଡି ପଡି କଲା ପଡି ମୋ କାମରେ କିଏ ନା କାମରେ ଭାଇ ପପୁ ହଁ ହଉ ରହିଯା କୁଆଡେ ଗଲା କୁଆଡେ Oh my god, ये क्या है? कौनटा? कौन रही बाहर करना देखा स्टोन गाइस आपण गाइस देखिबे गाइस जागो गाइस देखो आपण एटा सुनाटा हला देखो तमे खोली ना देखो केंदी पड़ो एइठे खाउजो एइठे लगेबी ए ऊपर भाई तीन कापड़ो हां ଆଉ ଆର ସେକେଣ୍ଡ ଇଏ ଗିଫ୍ଟ ଏ ଭିତର ଖଡଖଡ କରୁଛି ମେନ୍ ଗିଫ୍ଟ ବା ଗମରି ଗଲା ରାତିରେ କି ରାଉଥିବ ଏ କୋଣ ରାଟା ଦି ଏଇଟା ଆଣା ହେଇନି ହଁ ଘଡ ଲାଷ୍ଟ ସେ ବୋଲୁ নাই গলো কোন ଏଇରେ ବଢିଆ ଜିନିଷଟେ ଅଛି ପକେଟ ପରଫ୍ୟୁମ वाओ ତମ ବଡଟା କାଲି କରିବ ମତେ କୋଣ ମଝିରେ କୋଣ କହିଲା ଗୋଟେ ପରଫ୍ୟୁମ ମାର ଦେ ଏ ଖୁଲ ଆଗो মই কিন যা কইতে তো মনে রাখছড়া কিন খুলছি যে ওই ইনি ହଁ ନୁଆର ସାଇଡ ଏରା ଟିକେ ରାଜୁର କାମରେ ଆଇବ ପାରଫ୍ୟୁମ ଟା ହାଡ ইয়া পরে টিকে সফট লাগবে ওয়াও ହଁ ବାସିଦା ଏ ସମସ୍ତ ଭୁକ ଟିକେ ଦେଇଦିଅ ପର ଦିନ ଏଇ କୋଦର ମୁଁ କୋଦର ତମେ ତମ ଜୀବନରେ ମତେ କେବେ ପରଫ୍ୟୁମ ନେ କିನ್ನ ଦେଇଛ ବଡ ପରଫ୍ୟୁମ ନା ଦେଇଛ ସେ କାଢ ନାହିଁ ବଡରା ଦେଇ ବଡରା ଆଇଲା ପୁଣି ମୋବାଇଲ ଖୋଲ ଏ ଭଗବାନ ଏଇଟା ଦେଖି ଦେଖି ଦୁଃଖ ଲାଗୁଛି ନାଇଁ ଖାଲି ମୋବାଇଲ ଖରା ପୁଣି ଗୁଳି ଖାଲି ଭାଇ ଓ ମାଇ ଗଡ ବଢିଆ ଗିଫ୍ଟ ଏଟା ଠିକ ଅଛି ଏଟା କାମରେ ଆଇବ ସବୁ ତ କାମରେ କରା ତ କାମରେ ଆଇବନି ହଁ ଆସିଲା ସଲା ବେଳ ଗ୍ୟାଷ୍ଟ୍ରିକ ମେଡିସିନ ଟା ଆଚ୍ଛା ଭାଇ ୟୁଜ କରୁଛି ସା ଆଉ କିରା ଦେବେ ଯୋରା ତ ୱାରେଷ୍ଟ ଫୋନ ଦେ ବୋଲେ ନା ଫୁଟା ପ୍ୟାକିଂ କରି ଆଣିଲେ ବୋଲେ ଫୁଟି ବେଟି ଦେ କୁରକୁରି ବିସ୍କୁଟ ପୁଣି ଭାଇ ଏ ସାବା ବାବୁ ଓ ମାଇ ଗଡ ବଢିଆ ଜିନିଷଟେ ୟୁପିନ ଓ ମାଇ ଗଡ ୟୁପିନ ହଁ ରହିଯା ତମେ ଖୋଲି ଚାଲ ଭାଇ ଏଇ ସାଇଡ କି ଧରିବ ଦେଖିପାରୁଥିବ ଇଆଡେ ଏମିତି ଲଗାଉଛନ୍ତି ସିଆଡେ ଅନବକ୍ସିଂ ଇଆଡେ ଲାଗିଲା
ତଳେ ତଳେ ଦିଅ ତଳେ ଦିଅ ଭାଇ ବୁତୁଟା ଓ ମାଇ ଓ ମାଇ ଗଡ୍ ଚଲା ଇରେ ସରି ଗଲା ଗିଫ୍ଟ ଓ ଗାଇସ୍ ଦେଖି ପାରୁଥିବେ କଣ ଦବା ବକ୍ତବ୍ୟ ଦେବି थैंक यू गाइस देखी पारुथिबे एटा कितना बड़ा गिफ्ट ଖାଲି ଗାଇ ଯାଗ ଦେଖ ମୟୂର ଇଏ ଦେଖ ଜାଣି ପାରିବନି ଆଉ ଗୋଟେ ଏଇଟା ଛୋଟ ମୟୂରଟେ ଦେଖ ଛୋଟ ମୟୂରଟା ବି ଦେଖ ଛୋଟ ମୟୂରଟେ ଅଛି ଇଏ ମା ଇଏ ଶୁଣ ଟିକେ କଣ କହୁଛୁ ପୁଣି के रात रात କଣ କହିଲା ଏଇଟା ପୁଣି କାନର ଫୁଡେଇ ଦବ ନିହାତି ए इधर भाई से नक मार जिरो वाला नहीं यार ଦେଖ ଆଜି ଭାଇ ରେଡି ତ ବର୍ତ୍ତମାନ ଗିଫ୍ଟ ଓପନିଂ ସରିଗଲା ଗାଇସ୍ ତ ବର୍ତ୍ତମାନ ଚାଲନ୍ତୁ ବକ୍ତବ୍ୟ ନବା ସମସ୍ତ କଡୁ ଆଉ ପଚାରିବା ବର୍ଷା ଦିକୁ କେମିତି ସବୁ ଗିଫ୍ଟ ଫିଫ୍ଟ ଲାଗିଲା କି ଡେକୋରେସନ କି ସେଲିବ୍ରେସନ କେମିତି ଲାଗିଲା ବର୍ଷା ଦି କେମିତି ଲାଗିଲା ଆଜିର ଦିନଟି ତମକୁ ସକାଳୁ କେମିତି ଥିଲା ବୋରିଂ बोरिंग साढ़े 6 ପୁରା ମାନେ ଲାଗି ନା ତମ ଇଏ ଦେନ୍ खुशी ବହୁତ କେତେ ଆଉ କଣ ତ କହିଦେ ତ ପୁଣି ଆର ଥରକୁ ଦବା ନାଇଁ ପୁଣି ବୁଝିଥିଲା କୁହ ଆକ୍ଚୁଆଲି ଏଇଟା ସବୁ ବର୍ଷ ଯାକର ସେ ଶୁଣି ଏଇ ଦିନ ହିଁ ମିଳିବ କହିଦିଅ ଏଇଥର ଆଜି ତ ପୁଣି ଆର ଥର ତାଙ୍କର ଏଇଟା ଦିନେ ମିଳୁନଥିଲା କୋଟେ ମିଳିବ ହଉ କୁହ କଣ କହିବ କଣ किछ ना ସେ ଡେକୋରେସନ ସେଲିବ୍ରେସନ सुंदर ଗିଫ୍ଟ सुंदर ଆଉ କଣ सब सुंदर ହଉ गिफ्ट भी सुंदर ହଉ ସମସ୍ତଙ୍କୁ ଏନେ ବକ୍ତବ୍ୟ ନବ हाँ सबडू मो बुके सुंदर ଏନା ରଖିଲା पुणी ने रहइबो ए भगवान। वर्ष धरि କୁତରି ଯିବ ବଚକେ ରହିଯିବ 4 वर्ष हलाने बुके अछि ଖେଳୁଛି ବଢିଆ ତ तमे रखी जा ଓ ना हिंदी कोन उडा अपरिष्कार हो ओडा ଦେଖୁଛ କି थैंक मेकिंग माय डे स्पेशल टू स्पेशल थैंक यू थैंक यू थैंक यू किरा बोलो तो सबथि ପାଇଁ थैंक यू ଶୁଣି ରଖିଥାଇତି ସବୁଦିନ ମନେ ରଖିଥାଇତି କେବେ କିଛି ରିପ୍ଲାଏ ଦେଇଥିନି ମୁଁ ଯେତେବେଳେ ଭଲ ହଉଥିବି କେବେ କିଛି କହିବନି ସେଠୁ ଯେତେବେଳେ ଦରକାର ପଡିବ ଆଣିଲି କେବେ କିଛି କହିଥିନି ଯେତେବେଳେ ଯାହା କହିବି ଏଇଟା ନା କେବେ କିଛି କହିଥିନି ସବୁ ଜିନିଷ ଆଣିଦେଇଛି ଆଉ थैंक यू सितू ଧନ୍ୟବାଦ थैंक यू नन्ना ଧନ୍ୟବାଦ ଜ୍ଞାନ ନା ଭାଗ କହୁଛୁ ବ୍ୟସ୍ତ ଅଛି ନା ମୁଁ ତାଙ୍କର ଯେହେତୁ ଗରିବ ମଣିଷ ନା ଏଇଟା ଦେଖନ୍ତୁ ସିମ୍ ଫିମ୍ ଚେଞ୍ଜ କଲେଣି ସବୁ କିଛି ପକାପକି କଲେଣି ଆଉ ଯାହା ଆଉ ଇଏ ତାଙ୍କର କରୁଥିବ ଆଉ ଏହାର ଉପରେ ଗୋଟେ ଇଏ ଅଛି ସିମ୍ ଟ୍ରେ ଉପରେ କଣ କହିବୁ ସାଦି କବି ସରେ ମାନେ ଏକ୍ସପିରିଏନ୍ସ କି ସେ କେମିତି का केमती के जानी मो तो समस्त बहुत भल आउ कि तो आम जो स्कूल जाए तो फास्ट को देखी स्कूल देखी जो एग्जाम टाइम रे पेन है नी तो एग्जाम हॉल रू उठिक आसती बसादी को रूम को पेन पाई तो आम बसादी मु टिफिन नहीं न था तो बसादी जो टिफिन देखी जाती आम एकाडे मैंने बस खाऊ माने मुझे यूपी स्कूल पढ़ुली से हाई स्कूल थे तो मुझे यूपी स्कूल डेक हाई स्कूल को आसे अलाउ नाला मोर तो से भी मुझे बसादी तो मुझे कहे खाई जाए तो छुट्टी है भी एमती माने कहला सर माने स्टोरी आउ क्या मो बहुत भल कटिकी भाषा थैंक यू चलो एपटिकी बोलो साहु बाबू मते बापुनु कुबे क्या भाई मते छुआ आगो न तापरे राजा फाजा आस्ती राजा आवाज आसते बहुत ଭଲ
ବର୍ଷା ଦିଦି ଯାହା କହିଲେ ତା କରିଦିଅନ୍ତି। ଆଉ ବର୍ଷା ଦିଦି ବି ଯଦି ଆମ ଘରକୁ ବି ଆଇତେ ମତେ ଭଲ ଲାଗେ। ବର୍ଷା ଦିଦି ଯଦି ଆମ ଘରକୁ ଗଲା ବି ରହିଲେ କିଛି ନାହିଁ। କିଛି ନାହିଁ କିଏ ନହେଲେ କହିତା କିଏ କହ ଦେନ୍ ତମେ ଠାକିବ ପୁଣି କହ ଠାକିବ ସପୋର୍ଟ କରନ୍ତି ସମସ୍ତଙ୍କୁ ଯେତେ ସବୁ ସାନ ଭାଇ ଅଛନ୍ତି ମାନେ। ଆଉ ମୋ ଭଉଣୀ ବି ମତେ ସପୋର୍ଟ କରୁଛି ଏବେ। ଆଗ ଆମେ ମାଡ଼ ହେଇଯାଉ ଧୂଳା ଉଡେଇ ଦଉ କିନ୍ତୁ ବର୍ଷା ଦିଦି ମତେ ପୁରା ଛୁଆରୁ ସପୋର୍ଟ କରି ଆଇଛି। ତାପରେ ଯଦି କେବେ ଧରି ପଳେଇ ଆଇଲି ବର୍ଷା ଦିଦି ମତେ ନାଗୁଛି ଆଗ ଠିଆ ହେଇ ପଡିବେ ମୋ ମା ବାପା ଆଗରେ କହିଦେବେ ନାହିଁ ମୋ ଭାଇ ଠିକ କରିଛି। ନନା କିରା କହିବ ମୁଁ ଜାଣିନି ପଛକଟେ ଗୋଇଠାଟା ମାରିବେ ଚଲା। ତାପରେ କେତେ କାହାଣୀ ଅଛି କହିଦେଲେ ସ୍ୱର୍ଗ ଫୁଲ ହେଇଯିବ ରାତି ପାଇଯିବ ନାହିଁ ସ୍ୱର୍ଗ ଫୁଲ ହେଇଯିବ। ସ୍ୱର୍ଗଠୁ ବଡ଼ କିଛି ନାହିଁ। ଯାହା କହିବା ଅନୁସାରେ ବର୍ଷା ଦି ସବୁଥିରେ ଭଲ। ଆଉ ସବୁ ଛୁଆ ମାନଙ୍କୁ ସପୋର୍ଟ କରନ୍ତି ମତେ ବୋଲି ନାହିଁ ସମସ୍ତଙ୍କୁ ଭଲ କରନ୍ତି। ଆମେ ଏତିକି ଚାହୁଁଛୁ ସେ ସେମିତି ଖୁସିରେ ଥାନ୍ତୁ ଆଉ ଉପରକୁ ଆଗକୁ ଆହୁରି ବଢି ଚାଲୁଥାନ୍ତୁ। ଆମେ ତାଙ୍କ ପଛରେ ସବୁଦିନ ଠିଆ ଶୁଣିଛ ସବୁ ତ ବାବୁ କହ। ଆରଥର କହିଦେଇଥିଲି ଯେ କମେଣ୍ଟରେ କିଏ ଜଣେ ଲେଖିଥିଲେ ସରଳାର୍ଥ କହିଦେଇଥିଲ ବୋଲି ପଢିଛୁ କି? ନାଇଁ କାହାକୁ କଣ କେମିତି ଲାଗେ ମୁଁ ଜାଣିନି କିନ୍ତୁ ମୁଁ ଯେତିକି ଜାଣିଛି ମାନେ ପିଲାଦିନୁ ଆଜି ଯାକେ ବି ସେତେବେଳେ ପିଲାଦିନେ ତ ବି ମୋ ମାଇଣ୍ଡ ମ୍ୟାଚୁରିଟି ହେଇନଥିଲା କି ଯେତିକି ବି ମନେ ଅଛି ଆଜି ଯାକେ ବି ବର୍ଷା ଦିଦି ମତେ କେବେ ଗୋଟେ କଥା ବି ରାଗିକି ଆଜି ଯାଏ କେବେ କହିନାହାନ୍ତି। ଆଉ କାହାକୁ କହିଦେବେ ମୁଁ ଜାଣିନି କିନ୍ତୁ ମତେ ଆଜି ଯାଏ କେବେ ମାନେ ମତେ ହଟ୍ ହେଲା ଭଳି କିମ୍ବା ମୁଁ କୌଣସି ମୋମେଣ୍ଟରେ କୌଣସି ସିଚୁଏସନରେ ମାନେ କୌଣସି ଯାହା ବି ଗୋଟେ କଥା ହଟ୍ ହେଲା ଭଳି ମତେ ଆଜି ଯାଏ ବି କହିନାହାନ୍ତି। ସେଇଟା ମତେ ବେଶୀ ଭଲ ଲାଗେ। ଆଉ ସେଇ କଥାଟା ମୋର ଆଜି ଯାକେ ମନେ ଅଛି କି ମତେ ଆଜି ଯାଏ କେବେ ରାଗିକି କଥା ବୋଧେ ସେ କେବେ କହିନାହାନ୍ତି। ତ ଆଉ ଏତିକି କହିବି। ଆଉ ଗୋଟେ କଥା କହିବି ଗୋଟେ ଅପ୍ରିୟ ସତ କଥା। ବର୍ଷା ଦିଦିକୁ ହଟ୍ ଲାଗିପାରେ ତଥାପି ବି ସତ କଥା ଯୋଉଟା କି ଜୀବନରେ ଯେତେ ବଡ଼ ବି ସିଚୁଏସନ୍ ଆସୁ କେବେ ମାନେ ସଡନ୍ ରାଗିଯିବା ଯେତେ ବଡ଼ ବି ସିଚୁଏସନ୍ ଆସୁ ସଡନ୍ ରାଗିଯିବା କୌଣସି ଜିନିଷ ହାତରେ ପଇଲେ ସାଙ୍ଗେ ସାଙ୍ଗେ ଫିଙ୍ଗିଦେବା ଯଦି ସେଇ ଜିନିଷଟା ବର୍ଷା ଦିଦି କମେଇ ଦେବେ ଏତିକି ମୁଁ ରିକ୍ୱେଷ୍ଟ କରିଛି। ରିକ୍ୱେଷ୍ଟ ତ ନାହିଁ ସଜେସନ୍ ଦେବି ଏଇ ଜିନିଷଟା ଫାଷ୍ଟ କମେଇ ଦିଅନ୍ତୁ ତାହେଲେ ଯେତେ ବଡ଼ ବି ଜୀବନରେ ସିଚୁଏସନ୍ ଆସୁ କିଛି ହେବନି। କାରଣ ସେ ଟିକେ ଟିକେ କଥାରେ ରାଗିଗଲେ ପୁରା ସଡନ୍ ହାତକୁ ମୋବାଇଲ ଆସିଲେ ଫିଙ୍ଗିଦେବ। ସେଥିପାଇଁ ନନା ତାକୁ ଆଉ ଗୋଟେ ମୋବାଇଲ ଦେଇଛନ୍ତି ସେଇଟା ଫିଙ୍ଗି ଦେଇଛି ରାଗରେ ବୋଲି। ଏଇଟା ସେଇ କଥାଟା କହିବି କି ସାଙ୍ଗେ ସାଙ୍ଗେ ଆଗ ସିଚୁଏସନ୍ଟା କ'ଣ ବୁଝିବାକୁ ଟ୍ରାଏ କର। ସିଚୁଏସନ୍ 5-10 ମିନିଟ୍ ସାଇଲେଣ୍ଟରେ ରହିଗଲେ ସେ ସିଚୁଏସନ୍ ପୁରା ଠିକ୍ ହେଇଯିବ। କିନ୍ତୁ ସେ କିଛି ନ ବୁଝି ନ ଶୁଣି ମାନେ ସଡନ୍ ପୁରା ରାଗି ଯାଇକି ହାତକୁ ଯାହା ଆସିଲେ ଫିଙ୍ଗି ଦେଇଛି। ଏଇଟା କାହାର କ୍ଷତି ହୁଏନି, ଏଇଟା ଆମର କ୍ଷତି ହୁଏନି କି ଆପଣମାନଙ୍କର କ୍ଷତି ହୁଏନି, ସେଇଟା ହିଁ ତମ ନିଜର ହିଁ କ୍ଷତି ହବ। ଆଉ ସେତିକି। ଆଉ ଶେଷରେ ଏତିକି କହିବି କି ଦିଦି ଆଉ ଭାଇ ସବୁବେଳେ ଭଲରେ ରୁହ, ସବୁବେଳେ ଖୁସିରେ ରୁହ। ଆଉ ଜୀବନରେ ବହୁତ ଆଗକୁ ଯାଅ। ଆଉ ଜୀବନରେ ଯେତେ ବି ବଡ଼ ବଡ଼ ସିଚୁଏସନ୍ ଆସୁ ସବୁ ସିଚୁଏସନ୍କୁ ସାମ୍ନା କର। ଆଉ ଏମିତି ବହୁତ ଆଗକୁ ଯାଅ। ଭଗବାନ ତମକୁ ସବୁବେଳେ ମଙ୍ଗଳ କରନ୍ତୁ। କୋଉଠି ରାମ୍ପା ଖାଇଛ ବୋଧେ। ହଉ ବର୍ତ୍ତମାନ ନନା ପଦେ କହିଦିଅ ତମର ସାରି ଦିଅ ଯିବା ହାଟୁ ଶୋଇବା ଚାର୍ଜ ବି ନାହିଁ। ମୋଢି ଗଲା ବେଳକୁ ଚାର୍ଜ ନଥିବ ବଢିଆ। କହିନେଲି ଆଜି ବି କହୁଛି ଗୋଟିଏ କଥା ସେ ହେଲା ଆମ ଘରର ଲକ୍ଷ୍ମୀ ଯିଏକି ମାନେ ଗୋଟେ କ'ଣ କହିଲ ଝିଅ ହେଇକି ପୁଅର କର୍ତ୍ତବ୍ୟ କରୁଛି। ଆଉ କିଛି କଥା ନାହିଁ। ସେ ଗୋଟେ ମାନେ ଘରର ପୁଅଠୁ ବି ବଳି ଯେମିତିକି କାମନି ସେ ସେମିତି କାମ କରୁଛି। ଗୋଟେ ଝିଅ ଭଳିଆ ମାନେ ସେ ନୁହେଁ। ଆମ ଘରର ସେ ସମସ୍ତଙ୍କର ଗୋଟେ ବଡ଼ ପୁଅର କର୍ତ୍ତବ୍ୟ ତୁଲଉଛି। ବାସ୍ ସେ ମାନେ କାଲି ବି ଏ କଥାଟା କହିଦେଲି କି ସେ ଆମ ଘରର ଭାଇ ଲକ୍ଷ୍ମୀ ସେ ଥିଲେ ହିଁ ସବୁ କିଛି। କି ସବୁଦିନେ ସେମାନେ ଦି ଜଣ ଯାକ ଖୁସିରେ ମୁଁ ଯେବେ ବି ମାନେ ଯୋଉଠି ବି ଠାକୁରକୁ ଡାକେ ମୋ ପାଇଁ ମୁଁ ଆଜି ଯାକେ ବି ମୁଁ ଜାଣିନି କେବେ ମୁଁ ଠାକୁରକୁ ମୋ ପାଇଁ କେବେ ଡାକିଛି। ମୋ ପାଇଁ କିଛି ଜିନିଷ ମାଗିଛି ତମମାନଙ୍କ ପାଇଁ ସବୁବେଳେ ମାଗିଛି। ସେମାନେ ଖୁସିରେ ଥାଉ ତୁ ବି ଖୁସିରେ ଥା ଏମିତି ସମସ୍ତଙ୍କ ତୋ ପାଇଁ ସମସ୍ତଙ୍କ ପାଇଁ ମୁଁ ମୋ ପାଇଁ କେବେ ଆଜି ଯାକେ ବି ମାଗିନି। କେବେ ଠାକୁରକୁ ବି ମୁଁ ଜଣେନି ଯେ ମୋତେ ଏଇଟା ଦିଅ ମୋତେ ଏଇଟା କରିଦିଅ ମୋର ଏଇଆ ହେଇଯାଉ। ମାନେ ମୁଁ ଫ୍ୟାମିଲି ଯଦି ଖୁସିରେ ଆସିଥିବେ ମୋତେ ଏବେ ସବୁଠୁ ଭଲ ଲାଗେ। ଖୁସି ଥିବା ଦରକାର ତମମାନେ ସବୁବେଳେ ଏତିକି ମୁଇଁ କହ।
ଆଉ ନହେଲେ କିଛି ସାଦି ଥ୍ୟାଙ୍କ ୟୁ ଖୁସି ହଉ ନରା ଆସ ନାଇଁ କୁହ ମୋବାଇଲ ଦନ୍ତୁ ତୋର ଟିକେ ମୁଇଁ କଣ କହିବି ମୋର କେତେ କାହାଣୀ ଅଛି ହେଲା ସାଦି ହଉ କହିଦେଉଛି ଭଉଣୀର ଡେଫିନେସନ କଣ ଆପଣ ମାନେ ଜାଣିଛନ୍ତି ନା ମୁଁ ଜାଣିନି କିନ୍ତୁ ମୁଁ କହୁଛି କି ଜୀବନରେ ଗୋଟେ ହେଲା ଭଉଣୀର ମାନେ ଲାଇଫରେ ଭଉଣୀ କଣ କହିଲେ ଗୋଟେ ମ୍ୟାଟର କରେ ଗୋଟେ ମାନେ ଗୋଟେ ମଣିଷ ପାଇଁ କି ଯେତେ ବଡ ସିଚୁଏସନରେ ଥାଉ ମାନେ ଭଉଣୀ ଆଉ ଭାଇ ସେମାନେ ହିଁ ଆସିକି ତମ ପାଖରେ ଠିଆ ହେବେ ଫ୍ୟାମିଲି ପରେ ମାନେ ବାପା ମାଙ୍କ ପରେ ସେମାନେ ହିଁ ଆସିକି ଠିଆ ହେବେ ଯେ କି ମାନେ ମୋର ତ କେହି ଭଉଣୀ ନାହାନ୍ତି ମାନେ ମୋ ନିଜର କେହି ଭଉଣୀ ନାହାନ୍ତି ଯେତେବେଳେ ବି ମାନେ ବର୍ଷା ଦିଟା ମାନେ ମତେ ଭାଇ ଡାକନ୍ତି କିଛି ବି ଡାକନ୍ତି ମତେ ଯେମିତି ଲାଗେ କି ମୋ ନିଜ ଭଉଣୀ ଡାକିଲା ଭଳିଆ ହେଲା ତ ମାନେ ଯେତେବେଳେ ବି ଝଗଡା ହୁଏ ଯାହା ବି ହୁଏ ବର୍ଷା ଦିନ ମାନେ ଭଉଣୀ ହଁ ମୁଁ ଯୋଉ କହୁଥିଲି ଡେଫିନେସନ କି ଯେତେ ଯାହା ବି ହେଇଯାଉ ମାନେ ଯେତେ ଝଗଡା ବି ହେଇଯାଇଥାଉ କିନ୍ତୁ ଯେତେବେଳେ ଖରାପ ଟାଇମ ଆସିବ ସେ କଥା ନ ହେଇଥାଉ ପଛେ ଏପଟେ ଆସିକି ପଛ ଗୋଟେ ଠିଆ ହଉଥିବ କି ଯାହା ବି ହେଇଥାଉ ସେ ଆସିକି ଛିଡା ହଉଥିବ ଯେତେବେଳେ ବି ନନା ମତେ ପାଟି କରନ୍ତି କି ଘର ଲୋକ ଯିଏ ଯାହା ବି ଚିଡା ହୁଅନ୍ତି ସେତେବେଳେ ଆସିକି ନନା ମାନେ ଯାହା ବି କରନ୍ତି ବର୍ଷା ଦିନେ ନା ନନାକୁ ପାଟି କରନ୍ତି ଯେମିତି ମୋ ମନ ଦୁଃଖ ନ ହଉ କି ମୁଁ ନ କାନ୍ଦେ ତ ସେଥିପାଇଁ ବର୍ଷା ଦିଦି ମାନେ ସବୁବେଳେ ଆସିକି ମୋ ଠିଆ ହୁଅନ୍ତି ଆଉ ଗୋଟେ କଥା କି ମୁଁ ଯେତେବେଳେ କଲେଜରେ ମାନେ ମୁଁ ଗୋଟେ ଭୁଲ କରିଦେଇଥିଲି ମତେ ମାନେ ହେଡା ହେଲା ପରେ ମତେ ବହୁତ ଖରାପ ଲାଗିଥିଲା କି ଦେଖ କଲେଜରେ ଆକ୍ଚୁଆଲି ହାତ ମାନେ କାଟିଲା ବେଳେ ଗୋଟେ ଭିଡିଓଟେ କରିଥିଲି ସେଠୁ ବର୍ଷା ଦିଦି ଫୋନ କଲା ମତେ ମାନେ କାନ୍ଦିଟେ ମତେ ଭଲ ଲାଗିଲା ସିରିୟସଲି କାନ୍ଦିଥିଲି ବହୁତ ଦୁଃଖ ଲାଗିଥିଲା ମାନେ ମୋ ମିଛ ପାଇଁ ଜଣକ ଲାଗିଥିଲି ଲୁହ ମାନେ କାନ୍ଦି କହୁଛୁ ଓହୋ ହଉ ଚାଲ ଖେଳିବା ହଉ ଖାଲି ସବୁବେଳେ ଖୁସିରେ ରୁହ ଆଉ ମୁଁ ତ ସବୁବେଳେ ଅଛି ସବୁ ଏମିତି କାନ୍ଦି କାନ୍ଦିନି ସଲସଲିଲୋ ଓଲା ସଲସଲି ଇନ୍ଦ୍ର ତ ସେ କାନ୍ଦିରାଡା ଖାଲି କାନ୍ଦିବ ଇନ୍ଦ୍ର ସଲସଲି ଏ ସଲସଲି କାନ୍ଦୁନି ମାନେ ଦୁଃଖ ଲାଗି ମାଡର ଏଇଟା କାନ୍ଦୁନି ଜାଣିଛି ତମେ ଏବେ କୁହ ମୁଁ କେବେ କିଛି କହିପାରେନି ତାଙ୍କ ପାଇଁ ସମସ୍ତେ ଜାଣିଛି ତାଙ୍କ ପାଇଁ ସବୁ କିଛି କରେ କିନ୍ତୁ କେବେ କିଛି କହିପାରେନି ଫାଷ୍ଟ କଥା ହେଲା କି କହିବାଟା ବଡ କଥା ନୁହେଁ ନିଭେଇ ମାନେ ହେଇ ଜିନିଷଟାକୁ ସେ ଏଇ ଯୋଉ ଯୋଉଟା ମନରେ ଅଛି ଏଇ ଜିନିଷଟାକୁ ସେ କରିକିନି ଦେଖେଇ ପାରିବା ଦରକାର କହିବାର କଣ ଅଛି ଏକ୍ସପ୍ରେସ କରିବେ ସମସ୍ତେ ଏକ୍ସପ୍ରେସ କରିପାରତିନି ଭାଇ ଝିଅ ପିଲା ହିଁ କେବଳ ଏକ୍ସପ୍ରେସ କରିପାରନ୍ତି ସବୁ ପୁଅ ପିଲା ଏକ୍ସପ୍ରେସ କରିପାରିବେନି ଫିଲିଙ୍ଗସ୍ ଟା କହିପାରତିନି ସବୁ ପୁଅ ପିଲା ଆଉ ଇଏ ତ କେବେ ବି ହେଲେ କହିପାରତିନି ମତେ କିଛି ତ ହେଲେ କୁହ ବାସ୍ ମୁଁ ଏତିକି ଚାହେଁ ସବୁବେଳେ ସେ ଖୁସିରେ ରୁହନ୍ତୁ ଆଉ ତାଙ୍କ ଖୁସି ପାଇଁ ମୁଁ କିଛି ବି କରିପାରେ ଏକ ଦୁଇ ତିନି ପିଲାକୁ ବି ଭଲ ଲାଗେ ଝିଅ ପିଲାକୁ ବି ଭଲ ଲାଗେ କିନ୍ତୁ ପୁଅ ପିଲା ସବୁ ପିନ୍ଧିବେ ବେବି ମୋ ମୁଦି କାଇଁ ହେଇଛି ଆହୁରି ଗୁରା ମୁଦି ଅଛି ଟାଇଟ୍ ହଉଛି ଆଉ ମୁଁ କେବେ କିଛି ଆଙ୍କ ପାଇଁ କହିପାରେନି କଣ ପାଇଁ ନା ମୁଁ କଣ କହିବି ଏକ୍ସପ୍ରେସ କରିପାରନ୍ତି ଏକ୍ସପ୍ରେସ ସ୍ୱାମୀ ତ ହେଇନି ଆକୁ ହେବାକୁ ଯାଉଛି କିନ୍ତୁ ଗୋଟେ ସ୍ୱାମୀଟା କେତେବେଳେ ଏକ୍ସପ୍ରେସ କରିପାରେନି ତା ସ୍ତ୍ରୀ ପାଇଁ ସେ କଣ କରିପାରିବ ବାସ୍ ଏତିକି କହୁଛି କି ସେ ସବୁବେଳେ ଖୁସିରେ ରୁହନ୍ତୁ ମସ୍ତ ଆଉ ଯେତେ ବି ଝଗଡ଼ା ହଉ ଆମର ଯାହା ବି ହଉ ଆମେ ସବୁବେଳେ ସଟାଟା 1 ଘଣ୍ଟା 2 ଘଣ୍ଟା ରାଗ ନହେଲେ ଅତି ବେଶୀରେ 1 ଦିନ ଯାଇଥିଲା ଆଜି କେବେ ଏମିତି ଯାଇନି 1 ଦିନ ନ କଥା ହେଇନା ରହିବି 1 ଘଣ୍ଟା 2 ଘଣ୍ଟା ଝଗଡ଼ା ସମସ୍ତଙ୍କ ଲାଇଫରେ ଝଗଡ଼ା ଥାଏ କିନ୍ତୁ ମୋ ଛୁଆଟି ବି ଅନଖ ଛୁଆ ମୁଁ ଯେତେ ରାଗେ ମୁଁ ରାଗିଲେ ବି ନକଲ କଲେ ସେ ମତେ କଲ୍ କରିବେ ଜାଣିଛି ଏମିତି କହିବି ମୋ ଛୁଆଟି ବହୁତ ଭଲ ଆଉ କଣ କହିବି ମାନେ ବହୁତ କିଛି ଅଛି କିନ୍ତୁ ଯୋଉଟା କି ସେୟାର କରିବା ପାଇଁ ଚାହୁଁନି ଯୋଉଟା ତାଙ୍କର ମୋର କିଛି ଭିତରେ ରହିଯିବା ତା କଥା ଏଟା ସେୟାର ନ କଲେ ବି ଭଲ ତ ଏତିକି ଜାଣି ଦିଅନ୍ତୁ ଯେ ତାଙ୍କ ପାଇଁ ମୁଁ କିଛି ବି କହିପାରିବି Once again, happy birthday, ବର୍ଷା ଦିଦି। Thank you ସମସ୍ତଙ୍କୁ thank you।
ମାନେ ଏମିତି ଏମିତି ବାର୍ଥଡେ ପୁରା ରାତି ହେଇଛି ପାଇବା ଉପରେ ହେଇଗଲା ହେଲା। ତମ ବାର୍ଥଡେ ଆକ୍ଚୁଆଲି ଗଲାଣି। ନାଇଁ ବାର୍ଥଡେ ଥିଲା ଆମେ କେକ୍ କାଟି ଦେଇଛି ବାର୍ଥଡେ ଟାଇମ ଥିଲା ଆମେ କେକ୍ କାଟି ଦେଇଥିଲୁ। ଏମିତି ଆଉ ଆରଥର ତା ପରଦିନ ବି କରିଥିଲେ ବାର୍ଥଡେ। ଟ୍ରିପ୍ ଆମେ କିଛି କହିବିନି। ଟ୍ରିପ୍ କରିବା କିନ୍ତୁ ବହୁତ ଦୂର କେଦାରନାଥ ଆଡେ ଯିବା। ଟ୍ରିପ୍ ଯିବା। थैंक यू सो मच मो बर्थडे रे एते सारा जिंस सब इलेक्शन थाइना भी एते सारा जिंस सब करथि बारू बहुत कष्ट है तमे समस्त जाक मत जा हो एते सारा माने भाबि चिंती सब जिंस करितो थैंक यू। ଆଉ ଗୋଟେ କଥା ଏଇଟା ମୁଁ କହିଦଉଛି ଯେ ଯୋଉ ଶିଖୁ କହୁଥିଲା ଆମେ କୁଆଡେ ଯାଇଥିଲୁ ବୋଲି ଗୋଟେ ମଝିରେ ଏଇଟା କହୁନଥିଲା ଆମେ କୁଆଡେ ଯାଇଥିଲୁ ଗୋଟେ କୁଆଡେ ଯାଇ ଆମେ ତମ ପାଇଁ ଗୋଟେ ଯାଇଥିଲୁ କହୁନଥିଲି। তুই ତାକୁ ମୋ ମଝିରେ କହିଥିଲୁ ମନେ ଅଛି ମୋ ପାଇଁ ଡଲଫିନ୍ ଟେ ଆଣିଦବୁ। ଡଲଫିନ୍ ନାହିଁ ପେଙ୍ଗୁଇନ ଆମେ ଦେଖୁଥିଲେ ଭିଡିଓ। ଫୋନ କରିଥିଲେ ମୁଁ ଆଇସାରିଲି ମତେ କହିନଥିଲ ଗୋଟେ ପେଙ୍ଗୁଇନ ଆଣିଦବୁ। ଆମେ ଭୁବନେଶ୍ୱର ବାହାରିଥିଲୁ ଯିବୁ ବୋଲି। ଟୋଟାଲେ ଅନୁଗୁଳ ଖୋଜି ଭୁବନେଶ୍ୱରରେ ଖୋଜି ମିଳୁନି। ଭୁବନେଶ୍ୱରରେ ଖୋଜି ମିଳୁନି। ଲାଷ୍ଟ ମୋମେଣ୍ଟ ରେ କାଲି ଉପରଓଳି ବି ମତେ କହିଲା ନାହିଁ ନନା ଚାଲ ଭୁବନେଶ୍ୱର ଏଇନେ ଯାଇକିନି ଆଣିବା। ମୁଁ କହିଲି କହିଛି ତାକୁ ତଥାପି ରଖେଇ ଦେଇନି ନା କହିବି ମାନେ କାଲି ଉପରଓଳି ଯାକେ ବି ମତେ କହୁଥିଲା ଚାହିଁ ଚାଲ ବାଇକ ରେ ଏଇନେ ଯିବା ଧନ୍ୟ ଆଇବା। ଦେନ୍ ତାପରେ ଆମେ ଫୋନ କରିକି ପଚାରିକି ଇଏ କଲୁ ଯେ ନାଇଁ ବନ୍ଦ ଅଛି ସବୁ କିଛି ବନ୍ଦ ଅଛି ସବୁ ବନ୍ଦ କୋଉଠି ତଥାପି ମାନେ ତା ପୂର୍ବରୁ ଆମେ ପଚରା ପଚରି କରିକିନା ବି ତଥାପି ଏଇ ଜିନିଷଟା ମିଳୁନି। ମତେ ରାଖିର ପାଇଁ ଭଲ ଲାଗେ କହିଲୁ ପେଙ୍ଗୁଇନ ପାଣ୍ଡୁ ପିକାଚୁ ଏଇଥର ଗଲା ଟଟଏ ମତେ ଏଇରା ସବୁ ପସନ୍ଦ। ଟଟଏ ବି ମିଳିଲାନି ମାନେ ପୁରା ଛୋଟିଆରା ମିଳିଲା ମତେ ଭଲ ଲାଗିଲାନି। ଆମେ ଯାଇକିନା ନହେଲେ ହେଇଟା ଆଣିଦେଇଥିଲୁ ପୁରା ପାଣ୍ଡୁ ଭେଳା ଦେଖାଏନି ସେଥିପାଇଁ ମତେ ଭଲ ଲାଗେ ବ୍ଲାକ୍ ହ୍ୱାଇଟ ତ ମିଳିଲାନି ଆଉ କଣ କରିବା ଆଉ ପରେ କେବେ ଦେଖିନବା ଆଉ। ହଉ ଯଦି ଆପଣ ମାନଙ୍କୁ ଆଜିର ଏଇ ବ୍ଲଗ ଟି ଆଜିର ନାହିଁ ତ ଏଇଟା 2-3 ଦିନର ଏଇ 5 ଦିନର ବ୍ଲଗ ଟି 2-3 ଦିନର କି 5 ଦିନ ବ୍ଲଗ ଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ ସେୟାର କରିବେ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। सब्सक्राइब हैप्पी बर्थडे बेबी लाइक शेयर सब्सक्राइब सब्सक्राइब